ସମସ୍ତଙ୍କୁ ନମସ୍କାର। ଷଷ୍ଠ ଶ୍ରେଣୀ ଭୂଗୋଳର ଭୂଗୋଳକ ଅକ୍ଷାଂଶ ଓ ଦ୍ରାଘିମା ବିଷୟର ଭାଗ 3କୁ ସମସ୍ତଙ୍କୁ ସ୍ୱାଗତ କରୁଛି। ଆଜିର ଆମର ଏହି ଦିବସର ଶିକ୍ଷଣ ଉଦ୍ଦେଶ୍ୟ ରହିଛି ତୁମେମାନେ ଭୂଗୋଳକରେ ଦ୍ରାଘିମା ରେଖା ଗୁଡ଼ିକୁ ଦର୍ଶାଇ ପାରିବ ଓ ଦ୍ରାଘିମା ରେଖା ସହାୟତାରେ ସମୟ ମଧ୍ୟ ନିରୂପଣ କରିପାରିବ। ତେବେ ଆସ ଆମେ ଆଜିର ଏହି ଅଧ୍ୟାୟଟିକୁ ପଢ଼ିବା। ଆଚ୍ଛା ପିଲାମାନେ, କହିଲ ଦେଖି, ଭୂପୃଷ୍ଠରେ ଆମର ଅକ୍ଷାଂଶ ରେଖା ଟଣା ଯାଇଛି, ଯେଉଁଥିରୁ ଆମେ ଗୋଟେ ସ୍ଥାନର ଅବସ୍ଥା ଜାଣିପାରୁଛେ। ତାହେଲେ ଆମର ଦ୍ରାଘିମା ରେଖାର ଆବଶ୍ୟକତା କାହିଁକି ପଡ଼ିଲା? କାରଣ ଅକ୍ଷାଂଶ ରେଖା ଗୁଡ଼ିକ ଆମର କ'ଣ କରାଯାଇଛି ନା ବୃତ୍ତାକାରରେ ଟଣା ଯାଇଛି। ଯେହେତୁ ବୃତ୍ତାକାରରେ ଟଣା ଯାଇଛି, ଗୋଟିଏ ରେଖା ଉପରେ ଅନେକ ଗୁଡ଼ିଏ ସହର ବା ଦେଶ ଅବସ୍ଥିତ ଅଛି। ଯେପରିକି 20 ଡିଗ୍ରୀ ଉତ୍ତର ଅକ୍ଷାଂଶରେ ମାଳି, ଆଲଜେରିଆ, ଭାରତ, ସାଉଦି ଆରବ ଆଦି ଦେଶ ରହିଛି। ତେଣୁ ମୁଁ ଯଦି କହିବି 20 ଡିଗ୍ରୀ ଅକ୍ଷାଂଶରେ ଥିବା ଦେଶ, ଆମେ ଜାଣିପାରିବା କି କେଉଁ ଦେଶ ବୋଲି? ଜାଣିପାରିବା ନାହିଁ। ତେଣୁ ସେଥିପାଇଁ ଅକ୍ଷାଂଶ ସହିତ ଆଉ ଗୋଟିଏ ରେଖାର ଆବଶ୍ୟକତା ପଡ଼ିଲା, ଯାହାକି ଲମ୍ବ ଭାବରେ ଅକ୍ଷାଂଶକୁ ଛେଦ କରିବ। ତାହେଲେ ଛେଦ କଲେ କ'ଣ ହେବ ନା ଗୋଟେ ବିନ୍ଦୁ ସୃଷ୍ଟି ହେବ। ଆମେ ସେଇ ବିନ୍ଦୁ ଅନୁସାରେ ଆମେ କହିପାରିବା ଏତିକି ଡିଗ୍ରୀ ଅକ୍ଷାଂଶ, ଏତିକି ଡିଗ୍ରୀ ଦ୍ରାଘିମା ରେଖାର ଅବସ୍ଥିତ ସ୍ଥାନ ପୁରା ପର୍ଟିକୁଲାରଲି ଆମେ ଜାଣିପାରିବା। ସେଥିପାଇଁ এই ଯେଉଁ ଅର୍ଦ୍ଧବୃତ୍ତାକାର ରେଖା ଗୁଡ଼ିକ ଆମର ଉତ୍ତର ଦକ୍ଷିଣ ଦିଗରେ ଉତ୍ତର ମେରୁ ଓ ଦକ୍ଷିଣ ମେରୁକୁ ସଂଯୋଗ କରୁଛି, ତାହାକୁ ଆମେ ମଧ୍ୟଦିନ ରେଖା ବା ଦ୍ରାଘିମା ରେଖା ବୋଲି କହିବା। ବୁଝିପାରିଲ ସମସ୍ତେ? ଦ୍ରାଘିମା କ'ଣ? ଉତ୍ତର ମେରୁ ଆଉ ଦକ୍ଷିଣ ମେରୁକୁ ସଂଯୋଗ କରୁଥିବା ଅର୍ଦ୍ଧବୃତ୍ତାକାର ରେଖା। ତାହେଲେ ଏଇ ଯେଉଁ ଦ୍ରାଘିମା ରେଖା ଗୁଡ଼ିକ ରହୁଛି, ତାର ଉତ୍ତର ଓ ଦକ୍ଷିଣ ମେରୁକୁ ସଂଯୋଗ କରୁଥିବା ଅର୍ଦ୍ଧବୃତ୍ତ ଉପରେ ଅବସ୍ଥିତ ସମସ୍ତ ସ୍ଥାନରେ ଏକା ସମୟରେ ମଧ୍ୟାହ୍ନ ହୋଇଥାଏ। ସେଥିପାଇଁ ଏହାକୁ ଆମେ ମଧ୍ୟଦିନ ରେଖା ବୋଲି କହିଥାଉ। ହେଲା? ତାହେଲେ ସେଇ ଯେଉଁ ଗୋଟିଏ ରେଖା ଉପରେ ଯେତେ ସ୍ଥାନ ରହିଲା, ସବୁ ଜାଗାରେ ଏକା ସମୟରେ ସୂର୍ଯ୍ୟ ଉଦୟ ହେବ, ଏକା ସମୟରେ ସୂର୍ଯ୍ୟ ଅସ୍ତ ହେବ, ଏକା ସମୟରେ ମଧ୍ୟାହ୍ନ ହେବ। ଅର୍ଥାତ୍ ଗୋଟିଏ ରେଖା ଉପରେ ଅବସ୍ଥିତ ସ୍ଥାନମାନଙ୍କ ଉପରେ ସବୁବେଳେ ସମୟ ସମାନ ଥାଏ। ତେଣୁ 0 ଡିଗ୍ରୀ ମଧ୍ୟଦିନ ଅର୍ଦ୍ଧବୃତ୍ତକୁ ପ୍ରଧାନ ମଧ୍ୟଦିନ ଭାବେ ଗ୍ରହଣ କଲେ, ଏହା ସହିତ ଅନ୍ୟ କୌଣସି ସ୍ଥାନର ମଧ୍ୟଦିନ ଅର୍ଦ୍ଧବୃତ୍ତ ଅକ୍ଷରେଖାଠାରେ ମିଳିତ ହୋଇ ଯେଉଁ କୋଣ ସୃଷ୍ଟି କରେ, ତାହାକୁ ଦ୍ରାଘିମା କୋଣ ବା ଦ୍ରାଘିମା ବୋଲି ଆମେ କହିଥାଉ। ତାହେଲେ ଦେଖିପାରୁଥିବ, ଏ ଯେଉଁ ପ୍ରାଇମ୍ ମେରିଡ଼ିଆନ୍ ଲେଖା ହେଇଛି, ସିଏ ହେଉଛି ଆମର 0 ଡିଗ୍ରୀ ମଧ୍ୟଦିନ ରେଖା। ତାହେଲେ ଯେଉଁ 0 ଡିଗ୍ରୀ ମଧ୍ୟଦିନ ରେଖା ରହିଲା, ତା ସହିତ ଆମେ ଯଦି ଗୋଟେ ପ୍ରୋଟ୍ରାକ୍ଟର ରଖି ଆମେ ଯଦି କୋଣ ଅଙ୍କନ କରିବା, ଯେଉଁ ଅଞ୍ଚଳ ଯେତିକି ଡିଗ୍ରୀ କୋଣରେ ପଡ଼ିବ, ସେଇ ଅନୁସାରେ ହେବ ତାର କ'ଣ ନା ଦ୍ରାଘିମା କୋଣ ବା ଦ୍ରାଘିମା ରେଖା ଅଙ୍କନ କରାଯିବ। ବୁଝିପାରିଲ ସମସ୍ତେ? ତାହେଲେ এই ଯେଉଁ 0 ଡିଗ୍ରୀ ପ୍ରଧାନ ମଧ୍ୟଦିନ ରେଖା ରହିଛି, ତାହା ପୂର୍ବ ଓ ପଶ୍ଚିମରେ ଅବସ୍ଥିତ ସ୍ଥାନ ଗୁଡ଼ିକର ଦୂରତ୍ୱ ପ୍ରାୟ 180 ଡିଗ୍ରୀ ଯାଏଁ ମପା ଯାଇଥାଏ। 0 ଡିଗ୍ରୀରୁ ପୂର୍ବକୁ 180, ପଶ୍ଚିମକୁ 180। ଏହିପରି ଭାବରେ ଆମେ କ'ଣ କରୁ ନା ସମୟ ନିରୂପଣ କରିଥାଉ। ତେଣୁ ତୁମେମାନେ ଜାଣିଛ କି ପୃଥିବୀର ସବୁ ଦେଶର ସମ୍ମତି କ୍ରମେ ଇଂଲଣ୍ଡର ଗ୍ରୀନିଚ୍ ଠାରେ ଅବସ୍ଥିତ ବ୍ରିଟିଶ ରୟାଲ ଅବଜରଭେଟରୀରେ ଯାଇଥିବା ରେଖାକୁ ଆମର ମୂଳ ଦ୍ରାଘିମା ରେଖା ବା 0 ଡିଗ୍ରୀ ବା ମୂଳ ମଧ୍ୟଦିନ ରେଖା ବୋଲି କଳ୍ପନା କରାଯାଇଛି। ତାହେଲେ ଏହା ହେଉଛି ସେଇ ବ୍ରିଟିଶ ରୟାଲ ଅବଜରଭେଟରୀ, ଯେଉଁଠି ଆମର ଏଇ ଯେଉଁ ରେଖାଟି ତୁମେ ଦେଖିପାରୁଛ, ଏଇ ରେଖାଟି ହେଉଛି ଆମର କ'ଣ ନା ମୂଳ ମଧ୍ୟଦିନ ରେଖା, ଯେଉଁଠି 0 ଡିଗ୍ରୀ ତାକୁ କଳ୍ପନା କରାଯାଇଛି। ତେଣୁ ମୂଳ ଦ୍ରାଘିମା ରେଖାଠାରୁ କ୍ରମଶଃ ପୂର୍ବକୁ 180 ଡିଗ୍ରୀ ଓ ପଶ୍ଚିମକୁ 180 ଡିଗ୍ରୀ ଯାଏଁ କୌଣସି ସ୍ଥାନର କୌଣିକ ଦୂରତ୍ୱ ମାପ କରାଯାଇଥାଏ। ଏହି ମୂଳ ଦ୍ରାଘିମା ରେଖାର ପୂର୍ବ ପାର୍ଶ୍ୱକୁ ପୂର୍ବ ଗୋଲାର୍ଦ୍ଧ ଓ ପଶ୍ଚିମ ପାର୍ଶ୍ୱକୁ ଆମେ ପଶ୍ଚିମ ଗୋଲାର୍ଦ୍ଧ ବୋଲି କହିଥାଉ। ଏ ଯେଉଁ ଦେଖିପାରୁଥିବ, ପ୍ରାଇମ୍ ମେରିଡ଼ିଆନ୍ ଯାଇଛି, ତାର ପୂର୍ବ ପାର୍ଶ୍ୱରେ ରହିଲା ଅଞ୍ଚଳ ଯେତେ ରହିଲା, ସେସବୁ ହେଲା ଆମର ପୂର୍ବ ଗୋଲାର୍ଦ୍ଧ, ଆଉ ପଶ୍ଚିମ ପାର୍ଶ୍ୱରେ ଯେତେ ରହିଲା,
से सब होची पश्चिम गोलार्धर अंतर्गत। अच्छा पिलामाने कहिल आम भारत कोउ पटे अछि, पूर्व ना पश्चिम रे? पूर्व रे अछि। तो प्राइम मेरिडियन रो पूर्व रे भारत अछि। तेणु ग्लोब रे समाक्ष रेखा और द्राघिमा रेखा परस्पर को लंब भाव में छेद करती। यही छेद बिंदु ही भूपृष्ठर कौन स्थान अवस्थित सूचाई थाए। जेहेतु गोटे बिंदु छेद कले से जो गोटे बिंदु जी आमर जी डिग्री अक्षांश जी डिग्री द्राघिमा है से अनुसार आम जापर कौन ना से स्थान तार अवस्थिति केते अछि। तेणु अक्षांश और द्राघिमा गुड़िक ग्लोब रे जाल सदृश बिछाई हो रही आम जालक बा ग्रिड बोली कहि परिबा। तेणु चित्र देखिपा समस्ते केमती जाल परि पूरा बिछाई हो रही। तेबे आग काल रे लोक माने किपरि समय हिसाब बा गणना करुथिले किए कहि परबे देखिबा। आग काल रे जेतेबेले घंटा नथिला सेतेबेले लोक माने सूर्य घड़ी, जल घड़ी और बालुका घड़ी आदि व्यवहार करि पारुथिले। तेणु समय देखि पारुथबो सूर्य घड़ी, ताले सूर्य घड़ी रे हमर कोन हुए ना सूर्यंकर जो छाई रहिला, सूर्यंक किरण रे जो छाई पड़िबो से छाई अनुसार से माने कोन करथिले ना समय हिसाब करुथिले। सेही परि जल घड़ी रे मध्य टाइम एडजस्ट कर से जानि पारुथिले। बालुका घड़ी सेही टाइप रे व्यवहार करा जाउथला। किंतु वर्तमान कोन करा जाउछि ना द्राघिमा रेखा अनुसार समय निर्धारण करा जाउछि। केउ अंचल रे केते द्राघिमा एठी समय केते हबो। तेणु कारण द्राघिमा रेखा ऊपर अवस्थित स्थान मानकरे एक समय रे सूर्य उदय और सूर्यास्त होता है। गोटे द्राघिमा उपरे जेते अंचल रहिले सबुठी एका टाइम रे सूर्य उदय हबो और सूर्य अस्त मध्य हबो। तेणु ग्रीनिच रो मूल द्राघिमा को आधार करी हमर समय हिसाब करा जाए। जेहेतु पृथ्वीर आवर्तन पश्चिम रु पूर्व को हेउछि तेणु पूर्व रे थिबा स्थान गुड़िकर समय ग्रीनिच ठारू आगुआ रहिबो और पश्चिम रे थिबा स्थान गुड़िक ग्रीनिच ठारू पछुआ रहिबो। ताले जेते अंचल रहिले पूर्व गोलार्धरे से सब समय ग्रीनिच ठारू आगुआ रहिबो और ग्रीन पश्चिम गोलार्ध जतिक रहिले से सब समय हमरो ग्रीनिच ठारू पछुआ हबारी हिसाब करा जबो। तेबे आसो आमे एई समय हिसाब करिबा किपरि 1 डिग्री द्राघिमा व्यवधान रे हमर समय हिसाब होई थाए। ताले पृथ्वीर आवर्तन समय केते 24 घंटा नहीं। ताले से 24 घंटा रे हमर पूर्व को 180 पश्चिम को 180 ताले मोट हला 360 डिग्री पृथ्वी घुरुछि ना नहीं। ताले जदि 24 घंटा 360 डिग्री घुरिला ताले 1 घंटा रे केते घुरिबो 15 डिग्री। ताहले 1 डिग्री बुलिया पे केते समय लागिबो ना 4 मिनिट समय लागिबो। अर्थात 1 डिग्री द्राघिमा व्यवधान रहिले सेठी हमर कोन हबो ना 4 मिनिट रो समय व्यवधान हबो। तेणु ग्रीनिच रो पश्चिम रे 1 डिग्री द्राघिमा उपरे 4 मिनिट समय पछुआ थिया बेले पूर्व रे 4 मिनिट आगुआ रहिबो। जेम धर ग्रीनिच रे दिन 12टा हेची ताहले पूर्व को जतले 1 डिग्री द्राघिमा आसीबो सेठी हमर हे जबो 12टा 4। पश्चिम को जदि 1 डिग्री पळेला ताले हे जबो केते 11टा 56। बुझि पाले समस्ते एई प्रकार हमर समय हिसाब करा जाय। तेणु ग्रीनिच दे जाइथिबा मूल द्राघिमा रेखा को र समय को आमे कोन करछे ना ग्रीनिच प्रमाण समय बा जीएमटी बोली हिसाब करा जायछि। अच्छा पिला माने कहिला देखि गोटे देश रे आमे किपरि समय निर्धारण करिबा। कारण देश गुड़िक तो बहुत बड़ बड़ तार पूरा अधिक द्राघिमा रेखा से माने कोन तांकर ता भितर थिबो। तेणु एते गुडा द्राघिमा रेखा पई आमे कोन एते गुडे समय नबा नबा नाही। कारण यदि आमे एते गुडे समय रेखा नबा ताहले से अंचल रे हमर वाणिज्य व्यवसाय गमनागमन रे मध्य बहुत असुविधा हबो। हम ओडिसा रे जो समय हबो केरल रे समय हबनी, अरुणाचल प्रदेश अलग समय हबो, गुजरात रे अलग समय हबो। फल रे यातायात टू आरंभ करी वाणिज्य व्यवसाय गमनागमन सब बाधा प्राप्त हेबो। सेथि पई कोन करा जायछि ना प्रत्येक देश जेमती हमर ग्रीनिच मीन टाइम जीएमटी रखा जायछि से प्रत्येक देश सेमानंक देशर मध्य भाग रे जाइथिबा रेखा को नेई सेमाने निज देश पई प्रमाण समय ग्रहण करिसंती। तेणु आम भारतर जो विस्तृति रहुछि ताहा
68 ପୂର୍ବ ଦ୍ରାଘିମାରୁ 97 ପୂର୍ବ ଦ୍ରାଘିମା ଯାଏଁ ବିସ୍ତୃତ ଅଛି। ତେଣୁ ତାର ଠିକ୍ ମଝିରେ ଯେଉଁ ହେଉଛି ଆମର ଆହ୍ଲାବାଦ ବା ପ୍ରୟାଗରାଜ ସହର ଦେଇ ଯାଇଥିବା 82°30' ପୂର୍ବ ଦ୍ରାଘିମାରେ ଅବସ୍ଥିତ ସ୍ଥାନ ବା ପ୍ରୟାଗରାଜର ବା ଆହ୍ଲାବାଦ ସହରର ସମୟକୁ ଆମ ଭାରତର ପ୍ରମାଣ ସମୟ ରୂପେ ଗ୍ରହଣ କରାଯାଇଛି। ଚିତ୍ର ଦେଖିପାରୁଛ ସମସ୍ତେ। ତେବେ ଏବେ ଆସ ଜାଣିବା ଆନ୍ତର୍ଜାତିକ ତାରିଖ ରେଖା। ଆଚ୍ଛା ପିଲାମାନେ, ଯେତେବେଳେ ଆମେ ପୂର୍ବକୁ 180 ଯାଉଛେ, ଯୋଉଠି ପହଞ୍ଚିବା ପଶ୍ଚିମରୁ 180 ଗଲେ ଏଇଠି ପହଞ୍ଚିବା ନା ନାହିଁ? ହଁ, ତାର ମତେ ଏବେ କହିଲା ସେଠି ସମୟ କେତେ ହବ? ସେଠି ମୁଁ ସମୟ କୋଉ ହିସାବରେ ନେବି? ତେଣୁକରି ସେଇ ଅଞ୍ଚଳ ଯୋଉ ସମୟକୁ ଆମର ସେଇ ଲାଇନକୁ କ'ଣ କରାଯାଇଛି ନା ଆନ୍ତର୍ଜାତିକ ତାରିଖ ରେଖା ବୋଲି କୁହାଯାଇଛି। କାହିଁକି କୁହାଯାଇଛି ଦେଖ, ନା ମୂଳ ଦ୍ରାଘିମା ରେଖା ଓ 180 ଦ୍ରାଘିମା ରେଖା ମଧ୍ୟରେ ସମୟ ବ୍ୟବଧାନ 12 ଘଣ୍ଟା ହୋଇଥାଏ। ତାହେଲେ ଯଦି 1 ଡିଗ୍ରୀକୁ 4 ମିନିଟ୍ ହେଲା, ତାହେଲେ ସେହି ହିସାବରେ ଆମେ ଗଲେ 180° ପହଞ୍ଚିଲା ବେଳକୁ ଆମର ସମୟ ହେଇଯାଇଥିବ କେତେ ନା 12 ଘଣ୍ଟା। ତେଣୁ ଯଦି ଆମେ ମୂଳ ଦ୍ରାଘିମା ରେଖାରୁ ପୂର୍ବକୁ 12 ଘଣ୍ଟା ଆଗେଇବା 180 ଯାଏଁ ପହଞ୍ଚିବ। ଯଦି ପଶ୍ଚିମକୁ 180° ଆସିବ, ତାହେଲେ 12 ଘଣ୍ଟା ମଧ୍ୟ ସମୟ କ'ଣ ହେଇଯିବ? ପଛେଇ ଯିବ। ତେଣୁ ମୂଳ ଦ୍ରାଘିମା ରେଖାରେ ସୋମବାର ସକାଳ 7ଟା ଯଦି ହେଇଥିବ, ତେବେ 180° ପୂର୍ବ ଦ୍ରାଘିମାରେ ସୋମବାର ସନ୍ଧ୍ୟା 7 ହେଇଯିବ, 12 ଘଣ୍ଟା ଆଗକୁ ପଳେଇବ। କିନ୍ତୁ 180 ପଶ୍ଚିମ ଦ୍ରାଘିମାରେ ପହଞ୍ଚିଲା ବେଳକୁ ରବିବାର ସନ୍ଧ୍ୟା 7ଟା ହେଇଥିବ, ପଛକୁ 12 ଘଣ୍ଟା ସିଏ ପଳେଇଥିବ। ତେଣୁ ଏଥିପାଇଁ କ'ଣ କରାଯାଇଛି, ତେଣୁ ଯଦି ଜଣେ ଜାହାଜ ନେଇ ସନ୍ଧ୍ୟା 7ଟାରେ ଆମର କ'ଣ କରିବ ନା ପଶ୍ଚିମରୁ ପୂର୍ବକୁ ଗତି କରିବ, ତାହେଲେ ଯଦି ସେ ଗତି କରି କ'ଣ କରିବ ନା 180° ଦ୍ରାଘିମା ରେଖାକୁ ଅତିକ୍ରମ କରିନେବ, ତେବେ ସେ ତାର ସମୟ ଓ ତାରିଖ ବଦଳାଇ ସୋମବାର ସନ୍ଧ୍ୟା 7ଟା କରିବ। ଅର୍ଥାତ୍ 24 ଘଣ୍ଟା ତାକୁ ଆଗୁଆ କରିବାକୁ ପଡ଼ିବ। ସେଥିପାଇଁ ଏହି ରେଖାକୁ ଆମର କ'ଣ କରାଯାଇଛି ନା ଆନ୍ତର୍ଜାତିକ ତାରିଖ ରେଖା ବୋଲି କୁହାଯାଏ। ତେଣୁ ଏଇ ଯେଉଁ ସମୟ ହିସାବର ତାରତମ୍ୟ ନ ହେବା ପାଇଁ ସେଥିପାଇଁ କ'ଣ କରାଯାଇଛି, ଏହାକୁ କୌଣସି ସ୍ଥଳଭାଗ ଉପରେ ନ ପକାଇ ଆମର କେବଳ ସାଗର ଉପରେ ମହାସାଗର ଉପରେ ପକାଯାଇଛି। ଚିତ୍ରରେ ଦେଖିପାରୁଥିବ, ଯୋଉଠି ମଝିରେ ସ୍ଥଳଭାଗ ଆସେ ତାକୁ କ'ଣ କରାଯାଇଛି ନା ବଙ୍କେଇ ଟଙ୍କେଇକି ନିଆଯାଇଛି, ଯାହାଦ୍ୱାରା କ'ଣ ନା କୌଣସି ସ୍ଥଳଭାଗ ଯେପରି ତା ମଧ୍ୟକୁ ନ ଆସିବ। ତେଣୁ କେବଳ ତାହା କ'ଣ କରାଯାଇଛି ନା ବଙ୍କା ତେଢ଼ା କରି କେବଳ ଜଳଭାଗ ଉପରେ ତାକୁ ପକାଇ ରଖାଯାଇଛି। ତେବେ ଏହି ପରିବର୍ତ୍ତ ରେଖାକୁ ଆମେ କ'ଣ କହୁଛେ? ଆନ୍ତର୍ଜାତିକ ତାରିଖ ରେଖା। ତେବେ ଆସ ଆମେ କେତୋଟି ପ୍ରଶ୍ନର ଉତ୍ତର କରିବା। ପୃଥିବୀରେ ମୋଟ କେତୋଟି ଦ୍ରାଘିମା ରେଖା କଳ୍ପନା କରାଯାଇଛି? 360ଟି। ମୂଳ ମଧ୍ୟଦିନ ରେଖା ଡ୍ୟାସ୍ ସହର ଦେଇ ଯାଇଛି? ଗ୍ରୀନିଚ୍। ପୃଥିବୀରେ ମୋଟ ଡ୍ୟାସ୍ଟି ସମୟମଣ୍ଡଳ ରହିଛି? 24ଟି। ଭେରି ଗୁଡ୍। 180° ଦ୍ରାଘିମା ରେଖାକୁ ଆନ୍ତର୍ଜାତିକ ତାରିଖ ରେଖା କୁହାଯାଏ, ନାଇଁ? ତ ଭାରତର ଡ୍ୟାସ୍ ସହର ଦେଇ ଯାଇଥିବା ଦ୍ରାଘିମା ରେଖାକୁ ଭାରତୀୟ ପ୍ରମାଣ ସମୟ ରୂପେ ଗ୍ରହଣ କରାଯାଇଛି? ଆହ୍ଲାବାଦ ସହର ବା ତା ନୂତନ ନାମ କ'ଣ? ପ୍ରୟାଗରାଜ ସହର। ଭେରି ଗୁଡ୍। ତେଣୁ ସମସ୍ତଙ୍କୁ ଧନ୍ୟବାଦ। ଆଜି ପାଇଁ ଏତିକି। ପୁନର୍ବାର ଦେଖା ହେବା ଆଗାମୀ କ୍ଲାସରେ।